हेलो फ्रेंड्स ଏବେ ତ ଆମର ଶ୍ରାବଣ ମାସ ଷ୍ଟାର୍ଟ ହେଇଗଲାଣି। ଆପଣ ସମସ୍ତଙ୍କୁ ପୁଣି ଥରେ ମୋ ଚ୍ୟାନେଲ ରଶ୍ମି ଓଡ଼ିଆ ଫୁଡକୁ ମୁଁ ଆପଣ ସମସ୍ତଙ୍କୁ ୱେଲକମ୍ କରୁଛି। ଆଜି ଆମେ ପ୍ରସ୍ତୁତ କରିବା ବିନା ପିଆଜ ରସୁଣରେ ରେସିପି, ଯୋଉଟାକି ଶ୍ରାବଣ ମାସରେ ଯେଉଁମାନେ ଉପବାସ କରନ୍ତି ସେମାନେ କରିକି ଖାଇପାରିବେ। ତାହେଲେ ଚାଲନ୍ତୁ ଏବେ ଆମେ ଡେରି ନ କରି ବିନା ପିଆଜ ରସୁଣର ରେସିପିକି ଷ୍ଟାର୍ଟ କରିନେବା। ପ୍ରଥମେ ଆମେ ମସଲା ପ୍ରସ୍ତୁତ କରିବା। ଦେଖନ୍ତୁ ସେଥିପାଇଁ ମୁଁ ଗୋଟେ ଟମାଟୋ ନେଇଛି। ଟମାଟୋକୁ ଛୋଟ ଛୋଟ ଆକାରରେ କାଟି ନେଇଛି। ସେଥିରେ ଏବେ ମୁଁ ଶୁଖିଲା ଲଙ୍କା ଦୁଇଟା ପକଉଛି ରାଗ ଅନୁଯାୟୀ। ଗୋଟେ ଚାମଚ ଜିରା ପକେଇବେ, ଦିଟା ଲବଙ୍ଗ, ଅଳ୍ପ ଟିକେ ପାଣି ପକେଇକିରି ଏବେ ତାକୁ ଆମେ ଗ୍ରାଇଣ୍ଡିଙ୍ଗ କରିନେବା। ଦେଖନ୍ତୁ ମୁଁ କଡ଼େଇରେ ରିଫାଇନ ତେଲ ନେଉଛି। ଆମେ ଏଇ ରେସିପିଟା ଆମେ ଉପାସ ବାର ପାଇଁ କରୁଛେ। ରିଫାଇନ ତେଲ ଟିକେ ଗରମ ହେଇ ଆସିବା ପରେ ତେଲକୁ ଗରମ ହେବା ପାଇଁ କିଛି ସମୟ ଛାଡ଼ିଦେବେ। ଦେଖନ୍ତୁ ତେଲଟି ଆମର ଗରମ ହେଇ ଆସିଲାଣି। ଏବେ ଆମେ ସେଥିରେ ଅଳ୍ପ ଟିକେ ଜିରା ପକେଇବା। ଜିରା ଟିକେ ଭାଜି ହେବା ଭିତରେ ସେଥିରେ ଆମେ କିଛି ଭୃସଙ୍ଗ ପତ୍ର ମୁଁ କାଟିକି ରଖିଥିଲି, ଭୃସଙ୍ଗ ପତ୍ର ପକେଇବେ। ଯେଉଁ ମସଲାକୁ ଆମେ ଗ୍ରାଇଣ୍ଡିଙ୍ଗ କରିକିରି ରଖିଥିଲେ ଟମାଟୋ ସହିତ, ଏବେ ସେ ମସଲାକୁ ବି ଦେଖନ୍ତୁ ମୁଁ ଏଥିରେ ଆଡ୍ କରୁଛି। ସବୁ ମସଲାକୁ ଆମେ କ୍ୱାଣ୍ଟିଟି ଅନୁଯାୟୀ ମୁଁ କରିଥିଲି, ତେଣୁ ସବୁ ମସଲାକୁ ଦେଲି। ଏବେ ସେଥିରେ ଅଳ୍ପ ଟିକେ ପାଣି ମିଶେଇକି ମଧ୍ୟ ମସଲାରେ ଆଡ୍ କରିବେ। କିଛି ସମୟ 5ରୁ 10 ମିନିଟ୍ ପର୍ଯ୍ୟନ୍ତ ମସଲାକୁ ଫୁଟିବା ପାଇଁ ଛାଡ଼ିଦେବେ। ଯେହେତୁ ସେଥିରେ ତାର ଟିକେ ଅଳ୍ପ ପାଣି ଅଂଶ ଥିବ, ସେଟା ଭଲ ଭାବରେ ଶୁଖିଯିବ। ଦେଖନ୍ତୁ ଟିକେ ଭଲ ଭାବରେ ଫୁଟି ଆସିଲା ପରେ ଦେଖନ୍ତୁ ଟମାଟୋର କଲର ବି ମଧ୍ୟ ଆସିଗଲା। ଏବେ ସେଥିରେ ଆମେ ହଳଦୀ ଗୁଣ୍ଡ ପକେଇବା। 1/4 ସ୍ପୁନ୍ ମୁଁ ହଳଦୀ ଗୁଣ୍ଡ ପକଉଛି। ସ୍ୱାଦ ଅନୁସାରେ ଲୁଣ ପକେଇବେ। ହାଫ୍ ସ୍ପୁନ୍ ପାଖାପାଖି ମୁଁ ଗରମ ମସଲା ନେଉଛି। ହାଫ୍ ସ୍ପୁନ୍ ପାଖାପାଖି ଧନିଆ ଗୁଣ୍ଡ ପକେଇବେ। ଟିକେ ରାଗ, ମୁଁ ଶୁଖିଲା ଲଙ୍କା ବି ନେଇଥିଲି, ତେଣୁ ରାଗ ଅନୁଯାୟୀ ମୁଁ ଟିକେ ଲଙ୍କା ଗୁଣ୍ଡ ବି ପକେଇଛି। ଏଥିରେ କଲର ଦେବା ଜରୁରୀ ନୁହେଁ। ଦେଖନ୍ତୁ ତାର କଲର ଅଟୋମେଟିକ ଆସିଗଲାଣି। ଏବେ ତାକୁ ଭଲ ଭାବରେ ଫୁଟିବା ପାଇଁ କିଛି ସମୟ ଛାଡ଼ିଦେବେ। ଦେଖନ୍ତୁ ମସଲାଟି ଆମର ଭଲ ଭାବରେ ଫୁଟି ହେଇ ଆସିଲା ପରେ ମୁଁ ଏଥିରେ ଚାନା ଡାଲିକୁ ନେଇଥିଲି। ତାକୁ ଭଲ ଭାବରେ ଆମେ ଭିଜେଇକିରି ଘଣ୍ଟେ 2 ଘଣ୍ଟା ପୂର୍ବରୁ ରଖି ନେଇଥିବେ। ଏବେ ସେଗୁଡାକୁ ଭଲ ଭାବରେ ଧୋଇକି ସଫା କରି ନେବେ। ମସଲାଟି ଭାଜି ହେବା ଭିତରେ ହିଁ ଦେଖନ୍ତୁ ଆମ ଚାନା ଡାଲି ଭଲ ଭାବରେ ଫୁଲି ଯାଇଛି। ଏବେ ମୁଁ ଏଥିରେ ଚାନା ଡାଲିକୁ ଆଡ୍ କରୁଛି। ପ୍ରାୟ 10ରୁ 12 ମିନିଟ୍ ପର୍ଯ୍ୟନ୍ତ ଲୋ ଫ୍ଲେମ୍ରେ ହିଁ ଏହାକୁ ଭାଜିବେ, ଯେପରି ଆମ ମସଲା ସହିତ ଏହା ପୁରାପୁରି ଭାବରେ ଭାଜି ହେଇଯିବ ଏବଂ ଏହା ଭଲ ଭାବରେ ସିଝିଯିବ। ଦେଖନ୍ତୁ ମୁଁ ଟିକେ ଭାଜି ହେବା ଭିତରେ ମୁଁ ଏଥିରେ ଢାଙ୍କୁଣି ଦେଇ ଚାନା ଡାଲିକୁ ଭଲ ଭାବରେ ସିଝେଇ ନେଉଛି। ପ୍ରାୟ 5ରୁ 10 ମିନିଟ୍ ପର୍ଯ୍ୟନ୍ତ ମିଡିୟମ ଫ୍ଲେମ୍ରେ ହିଁ କରିବେ। ଦେଖନ୍ତୁ ଏବେ ଆମେ ଢାଙ୍କୁଣିକୁ ଉଠେଇ ନେବା। ଏଥିରେ ଆମର ଦେଖନ୍ତୁ ଚାନା ଡାଲି ଭଲ ଭାବରେ ସିଝି ଯାଇଛି, ମସଲାରେ ବି ମଧ୍ୟ ଆଡ୍ ହେଇଛି। ଆପଣମାନେ ଏହି ରେସିପିକୁ ଉପବାସ ବାରରେ ଆପଣମାନେ ପ୍ରସ୍ତୁତ କରନ୍ତୁ, ଦେଖିବେ ବହୁତ ଟେଷ୍ଟି ଲାଗିବ ଏବଂ ଘର ଲୋକଙ୍କୁ ବି ମଧ୍ୟ ବହୁତ ଟେଷ୍ଟି ଲାଗିବ। ବହୁତ କମ ସମୟରେ ଆମେ ଏହି ରେସିପିକୁ ପ୍ରସ୍ତୁତ କରିନେବା। ଦେଖନ୍ତୁ ସିଝି ହେଇ ଆସିଲା ପରେ ଏବେ ଆମେ ଏଥିରେ ଯେତିକି ଆପଣମାନେ ଗ୍ରେଭି କରିବେ ସେଇ ହିସାବରେ ଆବଶ୍ୟକ ମୁତାବକ ଏଥିରେ ପାଣି ପକେଇବା। ଅତ୍ୟଧିକ ପାଣି ଦେବେନି, ଅଳ୍ପ ଟିକେ ପାଣି ପକେଇକି ଏହାକୁ ପୁଣି ଥରେ ଢାଙ୍କି ଦେବେ। ଦେଖନ୍ତୁ ଏହା ଭଲ ଭାବରେ ଟିକେ ସିଝି ନଥିଲା, ସେଥିପାଇଁ ମୁଁ ପୁଣି ଥରେ ଏହାକୁ କଭର କରି ନେଉଛି। ପୁଣି ଥରେ 5ରୁ 7 ମିନିଟ୍ ପର୍ଯ୍ୟନ୍ତ ଲୋ ଫ୍ଲେମ୍ରେ ଏହାକୁ ଛାଡୁଛି। ଦେଖନ୍ତୁ ଏହାପରେ ଆମର ଚାନା ଡାଲିଟି ଭଲ ଭାବରେ ସିଝି ହେଇ ଆସିଲାଣି ଏବଂ ମସଲା ବି ମଧ୍ୟ ତେଲ ଅଂଶ ଛାଡିଗଲାଣି। ଏବେ ଏହାକୁ ଏପଟ ସେପଟ କରି ଭଲ ଭାବରେ ନାଡି ନେବେ, ଯେପରି ମସଲାଟି ଆମର ତଳେ ଲାଗିବ ନାହିଁ। ମସଲାରୁ ତେଲ ଅଂଶ ବି ଆମର ଛାଡି ଯାଇଛି। ଏବେ ଆମେ ଯୋଉ ସିଝା ବଏଲ ଆଳୁକୁ ମୁଁ କରିକିରି ରଖି ନେଇଥିଲି, ତାକୁ ଭଲ ଭାବରେ ଚୋପା ଛଡେଇକିରି କାଟି ନେବେ। ଏବେ ଆଳୁକୁ ଏଥିରେ ଚାନା ଡାଲି ସହିତ ଭଲ ଭାବରେ ମିକ୍ସ କରିଦେବେ। ଦେଖନ୍ତୁ ସେ ଅଳ୍ପ ବି ପାଣି ନାହିଁ। ଏହାକୁ ଭଲ ଭାବରେ ମିକ୍ସ କରିବା ଭିତରେ 5ରୁ 7 ମିନିଟ୍ ପର୍ଯ୍ୟନ୍ତ ଏହି ରେସିପିକୁ ଆପଣମାନେ ହାଇ ଫ୍ଲେମ୍ରେ କରିବେ। ଦେଖନ୍ତୁ ଆମର ଭଲ ଭାବରେ ମିକ୍ସ ହେଇଯିବା ପରେ ଏବେ ଆମେ ସେଥିରେ ଯେତିକି ଆମର ଆବଶ୍ୟକ ମୁତାବକ ଗ୍ରେଭି ଦରକାର ଆପଣମାନେ ସେଇ ହିସାବରେ ଏଥିରେ ପାଣି ପକେଇବେ। ଆପଣମାନଙ୍କୁ ଭିଡିଓଟି କିପରି ଲାଗିଲା ଲାଇକ୍ କମେଣ୍ଟ ସହିତ ନିଶ୍ଚିତ ଜଣେଇବେ। ଦେଖନ୍ତୁ ଏବେ ଆମେ ଏହାକୁ ପୁଣି ଥରେ ଢାଙ୍କୁଣି ଦେଇ ଭଲ ଭାବରେ ଟିକେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଢାଙ୍କିଦେବା। ଆମର ପ୍ରସ୍ତୁତ ହେଇଗଲା ବିନା ପିଆଜ ରସୁଣର ଆଳୁ ଚାନା ଡାଲିର ଦମ୍। ବହୁତ ଟେଷ୍ଟି, ବହୁତ କମ ସମୟରେ ଆପଣମାନେ ଉପବାସରେ ଆପଣମାନେ ପ୍ରସ୍ତୁତ କରିକିରି ଖାଇପାରିବେ। ଦେଖନ୍ତୁ ଏଥିରେ ଯଦି ଅଳ୍ପ ଆମର ଗ୍ରେଭି ବିଲକୁଲ ବି ଅଳ୍ପ ଟିକେ ଅଛି, ଯଦି ଆମେ ପାଣି ଟିକେ ଆଡ୍ ନ କରିବା ତ ଗରମରେ ରହିଲେ ପାଣିଟି ଶୋଷି ନେବ। ଦେଖନ୍ତୁ ମୁଁ ଏଥିରେ ଆବଶ୍ୟକ ମୁତାବକ ପୁଣି ଥରେ ଗ୍ରେଭି ପାଇଁ ପାଣି ପକଉଛି। ଆପଣମାନେ ଏପାଖରେ ବି ଏଥିରେ ପାଣି ଆଡ୍ କରିପାରିବେ। ଏହାକୁ ପୁଣି ଥରେ ମୁଁ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଫୁଟିବା ପାଇଁ ଟିକେ ଛାଡ଼ିଦେଲି।
ଟିକେ ଫୁଟି ଆସିବା ପରେ ଏବେ ଆମେ ଏଥିରେ ମୁଁ ଗୋଟେ ପ୍ୟାକେଟ୍ ମ୍ୟାଗି ମସଲା ଆଡ଼୍ କରୁଛି। ସମସ୍ତଙ୍କୁ ମ୍ୟାଗି ମସଲା ବହୁତ ପସନ୍ଦ ଆସିଥାଏ, ତେଣୁ ମୁଁ ମ୍ୟାଗି ମସଲା ତାର ଟେଷ୍ଟ ଫ୍ଲେଭର ପାଇଁ ଟିକେ ମ୍ୟାଗି ମସଲା ଆଡ଼୍ କରୁଛି। ଏବେ ଆମେ ସେଥିରେ ଉପରେ କିଛି କସ୍ତୁରୀ ମେଥି ପକେଇବା। ଏଥିରେ ଆପଣମାନେ ଧଣିଆ ପତ୍ର ବି ଉପରେ ପକେଇ ପାରନ୍ତି। ଯଦି ଆମର ପ୍ରସ୍ତୁତ ହେଇଗଲା ଆଳୁ ଚନା ଡାଲିର ରେସିପି। ଆପଣମାନଙ୍କୁ କିପରି ଲାଗିଲା ଲାଇକ୍ କମେଣ୍ଟରେ ଜଣେଇବେ। ଯେଉଁମାନେ ମୋ ଚ୍ୟାନେଲରେ ନୂଆ କରି ଅଛନ୍ତି ସବସ୍କ୍ରାଇବ୍ କରିବା ଭୁଲିବେ ନାହିଁ। ଆଳୁ ଚନା ଡାଲିର ତରକାରୀ ସହିତ ସମସ୍ତଙ୍କୁ ପୁରୀ ପରଟା ଖାଇବାକୁ ବହୁତ ଭଲ ଲାଗିଥାଏ, ତେଣୁ ମୁଁ ଆପଣମାନଙ୍କ ପାଇଁ ପୁରୀର ରେସିପି ନେଇକି ଆସିଛି। ଯେପରି ଅଟା ଆମେ ଡୋ କରୁଛେ ସେହିପରି କରିକି ଆମେ ଦେଖନ୍ତୁ ମୁଁ ପୁରୀରେ ମୁଁ ଛାଣୁଛି। ପୁରୀ ଆଉ ଚନା ଡାଲିର ରେସିପି ଆପଣ ସମସ୍ତଙ୍କୁ ବହୁତ ଭଲ ଲାଗିବ। ଘରେ ଥରେ ନିଶ୍ଚିତ ପ୍ରସ୍ତୁତ କରନ୍ତୁ। ଆପଣମାନେ ମୋ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଦେଖନ୍ତୁ ଫ୍ରେଣ୍ଡସ୍, ମୁଁ ଆପଣମାନଙ୍କ ପାଇଁ ସର୍ଭ ବି କରି ନେଉଛି। ବହୁତ କମ୍ ସମୟରେ ବହୁତ ଇଜି ପ୍ରୋସେସ୍ରେ ସମସ୍ତଙ୍କୁ ଭଲ ଲାଗିବ। ଘରେ ଥରେ ନିଶ୍ଚିତ ପ୍ରସ୍ତୁତ କରନ୍ତୁ। ଲାଇକ୍ସ କମେଣ୍ଟସରେ ମୋତେ ନିଶ୍ଚିତ ଜଣେଇବେ। ଆଗକୁ ମୁଁ ଶ୍ରାବଣ ମାସ ପାଇଁ ନୂଆ ବିନା ପିଆଜ ରସୁଣ ରେସିପି ନେଇକି ଆସୁଛି।